ରାଷ୍ଟ୍ରମର୍ଯ୍ୟାଦା ସହ ବାୟୁସେନା ଯବାନଙ୍କ ଗ୍ରାମ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ଅଁଳାବିରାଣୀ ଗ୍ରାମ ଶ୍ମଶାନରେ ରାଷ୍ଟ୍ରୀୟ ମର୍ଯ୍ୟାଦାରେ ଶେଷ ହେଲା ବାୟୁସେନା ଯବାନଙ୍କ ଶେଷକୃତ୍ୟ। ବୀର ଯବାନ ଜଣକ ଅଁଳାବିରାଣୀ ଗ୍ରାମର ସୁରଜ କୁମାର ହୋତା। ସେ 2014ରେ ବାୟୁସେନାରେ ଯୋଗ ଦେଇଥିଲେ। ସୁରଜ ବାୟୁସେନାରେ କାର୍ଯ୍ୟରତ ଥିବାବେଳେ ବ୍ରେନ୍ ଟ୍ୟୁମର ସହିତ ପକ୍ଷାଘାତ ରୋଗରେ ପୀଡ଼ିତ ହୋଇଥିଲେ। ତାଙ୍କୁ ଦିଲ୍ଲୀର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଇଥିଲା। ତେବେ ଗତ 27 ତାରିଖ ଦିନ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ମୃତଦେହକୁ ବାୟୁସେନାର ଏକ ସ୍ୱତନ୍ତ୍ର ପ୍ଲେନ୍ ଯୋଗେ ଭୁବନେଶ୍ୱର ଅଣାଯାଇଥିଲା। ସେଠାରୁ ଏକ ସ୍ୱତନ୍ତ୍ର ଗାଡ଼ି ଯୋଗେ ଆଜି ସକାଳୁ ତାଙ୍କ ମର ଶରୀର ଗ୍ରାମରେ ପହଞ୍ଚିଥିଲା। ଗାଁରେ ଶୋକାକୁଳ ପରିସ୍ଥିତିରେ ଆତ୍ମୀୟ ସ୍ୱଜନ ଏବଂ ପ୍ରିୟଜନ ସାଙ୍ଗସାଥୀମାନେ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ତାଙ୍କ ମର ଶରୀରକୁ ଏକ ବିଶାଳ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରାଯାଇ ଗ୍ରାମ ଶ୍ମଶାନରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା। ଢେଙ୍କାନାଳରୁ ମହେଶ୍ୱର ସାହୁଙ୍କ ରିପୋର୍ଟ, ଦୁର୍ଗା ନ୍ୟୁଜ୍ 24 ଓଡ଼ିଆ।